श्रेष्ठ दान आत्मार स्वरूप ज्ञान दान करबा आमମାନଙ୍କର ସାଙ୍ଗର ଏହା ଉଦ୍ଦେଶ୍ୟ ଯେ ଋଷି ଯୁଗର ମହାନ କାମ ପୂର୍ବେ ଯାହା ଥିଲା ସମସ୍ତେ ଟିକେ ଧ୍ୟାନ ଦିଅ ଋଷି ଯୁଗର ମହାନ କାମ ଯାହା ପୂର୍ବେ ଥିଲା ସେହି ପୁରୁଣା କଥାକୁ ଆମ ଭିତରେ ଖୋଳିଦେବା ପାଇଁ ଠାକୁରଙ୍କର ଉଦ୍ଦେଶ୍ୟ ଋଷି ଯୁଗର ମହାନ ଆଦର୍ଶ କ'ଣ ଥିଲା ଆମମାନଙ୍କ ପାଇଁ ନା ଋଷି ଯୁଗରେ ଯେତେବେଳେ ଚତୁରାଶ୍ରମ ଥିଲା ବିରାଟ ପ୍ରସଙ୍ଗରେ ଜାଣିବ ସେତେବେଳେ ଗୁରୁକୁଳକୁ ଛାଡ଼ି ଯାଉଥିଲା ପିଲାମାନଙ୍କୁ ପ୍ରତ୍ୟେକ ସନ୍ତାନ ସନ୍ତତିକୁ ଛାଡ଼ି ଦିଆଯାଇଥିଲା ଏବଂ ସେମାନେ ସେଇଠି 9 ବର୍ଷ 10 ବର୍ଷ ପର୍ଯ୍ୟନ୍ତ ପଢ଼ି ଅଧ୍ୟୟନ କରି ସଂସାରକୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଏକଦମ ସୁଶୃଙ୍ଖଳିତ ହୋଇପାରୁଥିଲେ ଏବଂ ସେହି ଶିକ୍ଷା ଭିତରେ କ'ଣ ଥିଲା ଜାଣ ନା ଋଷି ଯୁଗର ମହାନ କାମ ଆତ୍ମଜ୍ଞାନ ଅର୍ଥାତ ମୁଁ କିଏ ଏହି ଶିକ୍ଷା ସେମାନେ ହେଇଯାଉଥିଲେ ସେ ନିଜେ କିଏ କୋଉଠୁ ଆସିଛନ୍ତି ତାଙ୍କର ଲକ୍ଷ୍ୟ କ'ଣ ଏହି ମହାନ ଜ୍ଞାନକୁ ହୃଦୟରେ ତୋଳି କର୍ମକ୍ଷେତ୍ରରେ ପ୍ରବୀଣ ହୋଇ ସଂସାର କ୍ଷେତ୍ରକୁ ଫେରୁଥିଲେ ତେଣୁ ସଂସାର ଜୀବନ ମଧୁମୟ ଥିଲା ଆଦର୍ଶ ଜ୍ଞାନ କ୍ଷେତ୍ରରେ ପରିଣତ এই পানি ঠাকুর କହିଲେ ଆଗକୁ ମନେ ରଖିବ ତାଙ୍କ ଅଭୟ ବାଣୀରେ ସେଟା ସେ କ'ଣ ଚାହାନ୍ତି ଆମମାନଙ୍କ ପାଇଁ କହିଲେ ଅଭୟ ବାଣୀ ଆମକୁ ସୁରକ୍ଷିତ ରଖିବାର ବାଣୀ କହିବା ଯେ ତୁମେମାନେ ଭୟ କର ନା ମୁଁ ଅଛି ସେଇ ଅଭୟ ବାଣୀରେ ଯାହା କହିଲେ ମୁଁ ଗୋଟିଏ ବାର କହୁଛି ସେଟା ଆଗକୁ ଆଗେଇବା ବର୍ଷ ନିଜକୁ ଯେତେ ବୁଦ୍ଧିମାନ ଓ ପଣ୍ଡିତ ମନେ କରେ ନା କାହିଁକି କିନ୍ତୁ ଚାବିକାଠି ଶ୍ରୀଗୁରୁଙ୍କ ହାତରେ ଆମେ ବେଳେବେଳେ ନିଜକୁ ଭାରି ଚାଲାକ ମନେ କରୁ କ'ଣ ନା ବହୁତ ଠାକୁର ଦେଖି ନାହାନ୍ତି ସେପଟେ ଆସି ଏପଟେ କାମ କରିବା ବହୁତ ଠାକୁର ଦେଖି ନାହାନ୍ତି କ'ଣ ନା ସେଇଠି ବାଥରୁମରେ କାନ୍ଥକୁ ମୁଣ୍ଡିଆ ମାରିଲେ ଗଲେ ଠାକୁର ଭିତରେ ଅଛି ଠାକୁର ଜାଣିନି କାନ୍ଥକୁ ମୁଣ୍ଡିଆ ମାରିଲେ କାନ୍ଥ ଗ୍ରହଣ କରିବ ଠାକୁର ଗ୍ରହଣ କରିବ এটা ଚାଲାକି କ'ଣ ନା ଠାକୁର ହିରଣ୍ୟ କଶିପ ଅବତାର ଯେତେବେଳେ ହିରଣ୍ୟ କଶିପର ଯେଉଁ ପ୍ରସଙ୍ଗ ଥିଲା କ'ଣ ଠାକୁର କାନ୍ଥରୁ ବାହାରିଦେଲେ ତେଣୁ ଆମେ ଚାଲାକ ହେଇଗଲେ କାନ୍ଥକୁ ମୁଣ୍ଡିଆ ମାରିଲେ ତାର ଅର୍ଥ କ'ଣ ଆମେ ଏତେ ବ୍ୟସ୍ତ ବହୁଳ ଜୀବନ ଆସୁ ଆସୁ କ'ଣ କରିବୁ ଭାରି ଯିବି ବାହାର କାମ ଅଛି ତେଣୁ ଚଳ ଟିକେ ମୁଣ୍ଡିଆ ଆମର ଅଣ୍ଟାଟା ନଇବାକୁ ମଥା ନଇବାକୁ ଦିଏ ନା ଦେଖିବ ପୁରାତନ ଋଷି ଯୁଗରେ ଯେତେ ମନ୍ଦିର ଥିଲା ସେ ମନ୍ଦିରର ଦ୍ୱାରଟା ଭାରି ଛୋଟିଆ ଛୋଟ ତାର କାରଣ କ'ଣ ଜାଣିଛ ସେ ମୂର୍ଖ ନଥିଲେ ଋଷିମାନେ ସେତେବେଳେ ଯେଉଁ ସେଠୁମାନେ କରୁଛନ୍ତି ମୂର୍ଖ ନଥିଲେ ଆମ ଶିରଟା ଭାରି ଅହଙ୍କାରର ଉନ୍ନତ ଲଇଙ୍ଗି ଯିବା ପାଇଁ ଛୋଟିଆ ବେଳଟା କରାହେଇଛି ଯେତେ ପୁରାତନ ମନ୍ଦିର ଦେଖିବ ଦ୍ୱାରଟି ଛୋଟିଆ ଥାଏ ଗଲେ ଗଲେ ମୁଣ୍ଡ ବାଡ଼େଇବା ଆମେ ନଈ ଦେବତାଙ୍କ ସମ୍ମୁଖରେ ମଥା ନଥା କରିଯିବାକୁ ତେଣୁ ଯେତେ ବୁଦ୍ଧି ଚାଲାକ କର ନା କାହିଁକି ଗୁରୁଙ୍କ ହାତରେ ଚାବି କାଟିବ ଗୁରୁ ଚାହିଁଲେ ଆମର ଦ୍ୱାର ଉନ୍ମୁକ୍ତ ହେବ ନଥିବା ନୁହେଁ ତାଙ୍କ କୃପାରୁ ଅସମ୍ଭବ ବି ସମ୍ଭବ ହେବା କିଛି ଆଶ୍ଚର୍ଯ୍ୟ ନୁହେଁ ସେ ଯଦି ଇଚ୍ଛା କରନ୍ତି ଅସମ୍ଭବ ବି ସମ୍ଭବ ହେଇଯିବ ବେଳେବେଳେ ଆମେ କହୁ ଯଦି କେହି ଭକ୍ତ କୁହନ୍ତି ଏତେ ବଡ଼ କାମ ହେଇଗଲା ଠାକୁରଙ୍କ କୃପା ସେ କଥାଟା ଠିକ୍ କିନ୍ତୁ କହିବା ପ୍ରସଙ୍ଗରେ ଆମେ କ'ଣ କରୁ ନା ଠାକୁରଙ୍କ ଇଚ୍ଛା ଏ କଥା ହେଇଗଲା ତାପରେ ଠାକୁରଙ୍କୁ ଛୋଟ କରିଦିଆ ତାମାନେ ଆମେ କହୁଛୁ ବହୁତ ହୁଏ ଠାକୁର କଥା କରିପାରିନଥାନ୍ତି ଆମେ ଆଶ୍ଚର୍ଯ୍ୟ ହେଉଛୁ କରିଦେଲେ କହିଲେ ଦୁନିଆ କାମଟା କରିଦେଲେ ତାମାନେ ତୋର ମୋର ସନ୍ଦେହ ଥିଲା ଦୁନିଆ କରିପାରିବେନି ତେଣୁ ମୁଁ ସନ୍ଦେହ ହେଉନି ତେଣୁ ଠାକୁର କଲେ ବୋଲି ଆଶ୍ଚର୍ଯ୍ୟ ହେବା ଉଚିତ ନୁହେଁ କାହିଁକି ନା ତାଙ୍କ ଇଚ୍ଛା ମାତ୍ରେ ବା ବିଶ୍ୱର ଯେକୌଣସି କାର୍ଯ୍ୟ ବିଫଳ ହେଇପାରେ ଯେକୌଣସି କାର୍ଯ୍ୟ ଭଗ୍ନ ହେଇପାରେ ଯେକୌଣସି କାର୍ଯ୍ୟ ସଞ୍ଜୀବିତ ହେଇପାରେ ଯେକୌଣସି କାର୍ଯ୍ୟ କ'ଣ ସ୍ଥିର ବି ହେଇଯାଇପାରେ ନାଗ ପଛ କିଛି ହେଇପାରିବ ଜଳ ହେଇଯାଇପାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ କୃପା ହିଁ ସିଦ୍ଧିର ମୂଳ ସାଧନ ଭଜନ ନିମିତ୍ତ ମାତ୍ର ଏ କଥା ଭୁଲ ନା ସର୍ବ ଗର୍ବ ପରିତ୍ୟାଗ କରି ମାଟି ହୋଇ ତାଙ୍କ ଚରଣ ଚାପୁଡ଼ି ଧର ସେ ଯେ ଅହେତୁକ ଦୟାଳ ଜାତି ଗୁରୁଜି ଜୀବକୁ ଦୟା କରନ୍ତି ଆଉ ଯିଏ ଚାହେଁ ତାର ଭାଗ୍ୟର ସୀମା ଆଉ ସେଇ ଠାକୁରଙ୍କ ପାଖରୁ ଗୁରୁଙ୍କ ପାଖରୁ ଯେ କୃପା ଲାଭ ପାଇଁ ପ୍ରତି ମୁହୂର୍ତ୍ତରେ ହାତ ଯୋଡ଼ି ବସିଥାଏ ତାର ତ କଥା ହିଁ ନାହିଁ ଜୟ ଜୟ प्रतिष्ठित जाग्रत प्रतिष्ठित जाग्रत द्राव्य वरान निबदत क्षुरस्य धार निश्चित दूरत्वस्य दुर्गम पथस्थ भगवु वदन्ति हे अमृतर संतानगण
ଜାଗରିତ ହୋଇ ମଧ୍ୟ ତୁମେମାନେ ନିଦ୍ରାରେ ବିଭୋର ହୋଇ ରହିଅଛ। ତୁମମାନଙ୍କର ଚେତନା ନିମ୍ନଗାମୀ, ଏଥିପାଇଁ ତୁମେମାନେ ଉର୍ଦ୍ଧ୍ୱ ପ୍ରତିଷ୍ଠା ଆନନ୍ଦର ଆସ୍ୱାଦନ ପାଉନା। ତୁମେମାନେ ଜାଗ୍ରତ ହୁଅ, ଚେତନାର ଉଜ୍ଜ୍ୱଳ ଦୀପ୍ତିରେ ଉଦ୍ଦୀପିତ ହୋଇ ଉଠ। ନିଦ୍ରାରେ ତୁମମାନଙ୍କର ଅମୂଲ୍ୟ ସମୟ ଅତିବାହିତ ହୋଇଯାଉଛି। ଜୀବନର ନିଗୂଢ଼ ରହସ୍ୟ ଅବଗତ ହୋଇ କେଉଁଦିନ ତୁମେମାନେ ଅମର ଅନୁଭୂତିର ସୁପ୍ରତିଷ୍ଠିତ ହେବ। ଜୀବନର ଉନ୍ନତି ଯେଉଁମାନଙ୍କର ଲକ୍ଷ୍ୟ, ନିଦ୍ରା ଓ ତନ୍ଦ୍ରା ସେମାନଙ୍କର ବିଶିଷ୍ଟ ଶତ୍ରୁ। ନିଦ୍ରା ଜୟ ହେବାକୁ ପଡ଼ିବ। ଜାଗ୍ରତ, ସ୍ୱପ୍ନ, ସୁକୃତି ପ୍ରଭୃତି ଯେକୌଣସି ଅବସ୍ଥାରେ ମଧ୍ୟ ଯେପରି ଚେତନାର ପ୍ରଶସ୍ତ ଦୀପ୍ତି ଆଚ୍ଛନ୍ନ ହୋଇ ନ ପଡ଼େ। ସମଗ୍ର ଚେତନାକୁ ଏକମୁଖୀ କରି ଧ୍ୟାନରେ ବସିଲେ ଦେଖିବ ତୁମର ଅପ୍ରାପ୍ୟ ହୋଇ କିଛି ରହିବ ନାହିଁ। ଜୟ